ବାକ୍ୟରୁ ଆଜି ଆମେ ପଢିବା ପାଇଁ ଯିବା। ମୋ ସହିତ ଆପଣମାନେ ଫିଟେଇବେ ବାଇବଲରୁ ପ୍ରକାଶିତ ପୁସ୍ତକ 22 ଅଧ୍ୟାୟ, ସବୁଠୁ ଶେଷ ଅଧ୍ୟାୟ। ପ୍ରକାଶିତ ପୁସ୍ତକ ବାଇବଲର ଶେଷ ପୁସ୍ତକ, ଆଉ 22 ଅଧ୍ୟାୟ ବାଇବଲର ଶେଷ ଅଧ୍ୟାୟରେ ପ୍ରକାଶିତ ପୁସ୍ତକ। ଆଉ ଏଇଠି ଶେଷରେ ପରମେଶ୍ୱର କଣ କହୁଛନ୍ତି ଦେଖନ୍ତୁ। 22 ଅଧ୍ୟାୟର 15 ପଦରୁ କୁକୁରମାନେ, ମାୟାବୀ, ବ୍ୟଭିଚାରୀ, ନରଘାତକ, ପ୍ରତିମା ପୂଜକ, ପୁଣି ମିଥ୍ୟା ପ୍ରିୟ ଓ ମିଥ୍ୟାଚାରୀ ମାନେ ବାହାରେ ରହିବେ। ମୁଁ ଆଜି ପ୍ରସଙ୍ଗ ନେଇଛି, ଏଇ ଖ୍ରୀଷ୍ଟିଆନ ମାନେ ବାହାରେ ରହିବେ। ସେମାନେ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିପାରିବେ ନାହିଁ। ଆମେ ପ୍ରଭୁଙ୍କୁ ଗ୍ରହଣ କରିଛୁ, ଆଉ ଆମମାନେ କଣ ପାଇଁ ଗ୍ରହଣ କରିଛୁ? ଯେ ପ୍ରକାର କି ଆମେ ସ୍ୱର୍ଗ ରାଜ୍ୟକୁ ଆମେ ଯାଇପାରିବା, ସ୍ୱର୍ଗ ରାଜ୍ୟର ଅଂଶୀ ହେଇପାରିବା। ଆମେ ସେଥି ନିମନ୍ତେ ଆମେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ନିଜ ଜୀବନର ତ୍ରାଣକର୍ତ୍ତା ଭାବେ ଗ୍ରହଣ କରୁଛୁ। ଆମେ ଜାଣିଛୁ ଏ ଦୁନିଆ ଅଳ୍ପ ଦିନର ଦୁନିଆ ଅଟେ, ଆଉ ଏ ଦୁନିଆ ସବୁ ଦିନର ଦୁନିଆ ନୁହେଁ। ମାତ୍ର ଆମ ପାଇଁ ପରମେଶ୍ୱର ସେ ନିଜେ ସେ ଗୋଟେ ବହୁତ ସୁନ୍ଦର ଦୁନିଆ ତିଆରି କରିଛନ୍ତି। ଅବ୍ରାହମ ସେ ଦେଖିଲେ ସ୍ୱର୍ଗକୁ, ଆଉ କହିଲେ ଯେ ଏଇ ପ୍ରକାର ଗୋଟିଏ ନଗର ଅଛି ଯୋଉଟାକି ଭିତ୍ତିମୂଳ ବିଶିଷ୍ଟ, ଯାହାର ଶିଳ୍ପୀ ଆଉ ନିର୍ମାତା ସ୍ୱୟଂ ପରମେଶ୍ୱର। ସେ ସେଇ ପ୍ରକାର ନଗରକୁ ସେ ତିଆରି କରିଛନ୍ତି, ଆଉ ସେହି ନଗରକୁ ଯିବା ପାଇଁ ଆମେ ସମସ୍ତେ ଆଜି ପ୍ରଭୁଙ୍କ ମାର୍ଗରେ ଅଛୁ। ଆମେ ବିଭିନ୍ନ ପ୍ରକାର ନିନ୍ଦା, ତାଳନା, କଷ୍ଟ ଏସବୁ ସହ୍ୟ କରିକିନା ଆମେ ଅଛୁ। ଆମେ ଯଦି ଆମେ ସେହି ରାଜ୍ୟକୁ ଆମେ ଯାଇପାରିବା ନାହିଁ, ବାହାରେ ଆମେ ରହିଯିବା, ଆମେ ଭିତରକୁ ଯିବା ପାଇଁ ଦେବେ ନାହିଁ। କେତେ ଦୁଃଖର ବିଷୟ। ମାନେ ଆମ ନିଜ ଘରେ ଯଦି ଆମେ ଗୋଟେ ମିନିଟ ବାହାରେ ଠିଆ ହେଇଗଲେ ଆମେ କେତେ ରାଗି ଯାଉଛୁ। ଚର୍ଚ୍ଚରେ ବାହାରେ ଠିଆ ହେଇଗଲେ ଆମେ କେତେ ରାଗି ଯାଉଛୁ। ଆମେ ମାତ୍ର ସେ ଆଜି ଆମେ ଦେଖିବା କେଉଁ ଖ୍ରୀଷ୍ଟିଆନ ମାନେ ରହିଯିବେ, କେଉଁ ଖ୍ରୀଷ୍ଟିଆନ ମାନେ ସେମାନେ ଭିତରେ ପ୍ରବେଶ କରିପାରିବେ ନାହିଁ, ସ୍ୱର୍ଗ ରାଜ୍ୟକୁ ଯାଇପାରିବେ ନାହିଁ। ଆମେ ସେ ବିଷୟକୁ ଆମେ ଦେଖିବା। ଆମେ ପ୍ରଭୁ କହିଲେ ଏମାନେ ବାହାରେ ରହିଯିବେ, ଏଇ ପ୍ରକାର ଲୋକମାନଙ୍କୁ ବାହାରେ ରହିଯିବେ। ଏଇ ବାକ୍ୟକୁ ମୁଁ ଆସିବା ପାଇଁ ଚାହେଁ, ମାତ୍ର ତା ପୂର୍ବରୁ ଗୋଟେ ବାକ୍ୟ ଆପଣ ମାନଙ୍କୁ ପଢିବା ପାଇଁ ଚାହେଁ। ମୋ ସହିତ ଆପଣ ମାନେ ଫିଟେଇବେ ମାଥ୍ୟୁ ଲିଖିତ ସୁସମାଚାର, ଏହାର 25 ଅଧ୍ୟାୟ। ଆମେ ସମସ୍ତେ ଭଲ ଭାବରେ ଜାଣୁ ମାଥ୍ୟୁ 25 ଅଧ୍ୟାୟକୁ। 25 ଅଧ୍ୟାୟରେ 10 ଜଣ କୁମାରୀ ଅଛନ୍ତି, କନ୍ୟା ଅଛନ୍ତି। 10 ଜଣ କନ୍ୟା ଅଛନ୍ତି, ଆଉ ସେ 10 ଜଣ କନ୍ୟା ବରଙ୍କୁ ସାକ୍ଷାତ କରିବା ପାଇଁ ଯାଉଛନ୍ତି। 10 ଜଣଙ୍କ ହାତରେ ପ୍ରଦୀପ ଅଛି, ସମସ୍ତଙ୍କର ପ୍ରଦୀପ ଜଳୁଛି। ମାତ୍ର ବାଇବଲ କହେ 5 ଜଣ ସୁବୁଦ୍ଧି ଆଉ 5 ଜଣ ନିର୍ବୁଦ୍ଧି। ବାଇବଲ ସେମାନଙ୍କୁ 2 ଭାଗରେ ବିଭକ୍ତ କରୁଅଛି। 5 ଜଣ ସୁବୁଦ୍ଧି, 5 ଜଣ ନିର୍ବୁଦ୍ଧି। ଏ ଦୁଇଟା ଏକ କନ୍ୟା, ସେମାନେ ପ୍ରଭୁ ବରଙ୍କୁ ସାକ୍ଷାତ କରିବା ପାଇଁ ଯାଉଛନ୍ତି। ଯେତେବେଳେ ବର ଆସିବାର ବିଳମ୍ବ ହଉଛି, ଯେତେବେଳେ ବର ଆସିବାର ହଉଛି, ଏବେ ମଧ୍ୟ ବର ଆସିବାର ବିଳମ୍ବ ହଉଛି। ଆଜି ଆସିବେ, କାଲି ଆସିବେ, ମାତ୍ର ସେ ଆସୁନାହାନ୍ତି। ମାତ୍ର ନିହାତି ସେ ଆସିବେ। ଯେତେବେଳେ ବର ଆସିବାର ବିଳମ୍ବ ହଉଛି, ଲେଖାଯାଏ ଢୁଳାଉ ଢୁଳାଉ ସୁବୁଦ୍ଧି ମାନେ ମଧ୍ୟ ଶୋଇଗଲେ, ନିର୍ବୁଦ୍ଧି ମାନେ ମଧ୍ୟ ଶୋଇପଡ଼ିଲେ। ଉଭୟ ଦଳ ଶୋଇପଡ଼ିଲେ। ସୁବୁଦ୍ଧି କନ୍ୟା ମଧ୍ୟ ଶୋଇପଡ଼ିଲେ, ନିର୍ବୁଦ୍ଧି କନ୍ୟା ମଧ୍ୟ ଶୋଇପଡ଼ିଲେ। ବାହାରେ ଏ ପ୍ରକାର କୋଳାହଳ ହେଲା ଯେ ସେମାନେ ଉଭୟ ଜାଗି ଉଠିଲେ। ଉଭୟ ଜାଗି ଉଠି ନିଜ ନିଜ ପ୍ରଦୀପ ସଜାଡ଼ିବା ସମୟରେ ଏ ନିର୍ବୁଦ୍ଧି ମାନଙ୍କର ପାଖରେ ତେଲ ନାହିଁ। ସେମାନେ ସୁବୁଦ୍ଧି ମାନଙ୍କୁ ମାଗିଲେ, ମାତ୍ର ସୁବୁଦ୍ଧି ମାନଙ୍କୁ କହିଲେ ନାହିଁ, ଆମେ ଦେଇପାରିବୁ ନାହିଁ। ଆମେ ସେଇ ସମୟରେ ସେମାନେ କଣ କରୁଛନ୍ତି? 10 ପଦରେ, କିନ୍ତୁ ସେମାନେ କିଣିବାକୁ ଯାଉଥିବା ସମୟରେ ବର ଆସିଲେ। ପୁଣି ଯୋଉମାନେ ପ୍ରସ୍ତୁତ ଥିଲେ ସେମାନେ ତାଙ୍କ ସହିତ ବିବାହ ଉତ୍ସବରେ ଯୋଗଦାନ କରିବା ନିମନ୍ତେ ଗୃହରେ ପ୍ରବେଶ କଲେ, ଆଉ ଦ୍ୱାର ବନ୍ଦ କରାଗଲା। ଏଥି ଉତ୍ତାରେ ଅନ୍ୟ କନ୍ୟା ମାନେ ମଧ୍ୟ ଆସି କହିଲେ, ହେ ପ୍ରଭୁ, ହେ ପ୍ରଭୁ, ଆମ ପାଇଁ ଦ୍ୱାର ଫିଟେଇ ଦିଅନ୍ତୁ। ଦେଖନ୍ତୁ, ନିର୍ବୁଦ୍ଧି ମାନେ କୋଉଠି ରହିଗଲେ? ଭିତରେ ଗଲେ ନା ବାହାରେ ରହିଗଲେ? ସୁବୁଦ୍ଧି ମାନେ ଭିତରକୁ ଯାଉଛନ୍ତି। ସୁବୁଦ୍ଧି ମାନେ କିଏ? ନିର୍ବୁଦ୍ଧି ମାନେ କିଏ? ପ୍ରିୟ ମାନେ, ସୁବୁଦ୍ଧି ମାନେ କେବଳ ପ୍ରଦୀପ ନେଇଛନ୍ତି, ନିର୍ବୁଦ୍ଧି ମାନେ କେବଳ ପ୍ରଦୀପ ନେଇଛନ୍ତି। ମାତ୍ର ସୁବୁଦ୍ଧି ମାନେ ଟିକେ ଏକ୍ସଟ୍ରା ପ୍ରିପାରେସନ ନେଇଛନ୍ତି, ଏକ୍ସଟ୍ରା ସେମାନଙ୍କର ରହିଛି। ପ୍ରିୟ ମାନେ, ଆମେ ଏକ୍ସଟ୍ରା ଖାଉ, ବୁଝନ୍ତୁ, ଆମେ ଏକ୍ସଟ୍ରା ଟିକେ ଶୋଉ, ଆମେ
एक्स्ट्रा टिके काम करू मात्र एक्स्ट्रा प्रार्थना करूनु एक्स्ट्रा चर्च को आमे जाऊना एक्स्ट्रा किछि आमे करूना एक्स्ट्रा रहिबार आवश्यक रहिछि हमर अधिक दुई जन को देखला बेले समान अटंती मात्र बाइबल जन को सुबुद्धि आउ जन निर्बुद्धि कहे आमान पाखरे एक्स्ट्रा प्रिपरेशन रहिबार आवश्यक रहिछि एक्स्ट्रा प्रिपरेशन यदि आमे नथिबा आमे ताहाले आमे जाई परिबा नै एई जो सुबुद्धि माने से माने एक्स्ट्रा ऑयल संग्रह करथिले एक्स्ट्रा तेल से मान को पाखरे थिला सेति पय से मान को प्रदीप जोडुथिला आ मात्र निर्बुद्धि मान को पाखरे एक्स्ट्रा तेल से मान पाखरे नथिला या कहबा गले एई जो सुबुद्धि मानकर भीतर जीवन बाहर जीवन बहुत भलो मात्र निर्बुद्धि मानकर खाली बाहर जीवन ही भलो भीतर जीवन एक्स्ट्रा प्रिपरेशन भीतर प्रिपरेशन से मान नथिले आज अनेक जन केवल बाहर ही प्रिपरेशन अछंती भितरे से मानकर प्रस्तुत ही नाहंती कथा प्रभु आसीबे यीशु आसीबे आमे पळै जिबु रेप्चर हे जिवो ए सब कथा होचो ठीक अछि मात्र तुमे केते निजे प्रस्तुत होचो देखंतु दुखर विषय कोन ए माने बाहर रहि गले सुबुद्धि माने बाहर रहिले नहीं निर्बुद्धि माने बाहर रहि गले आज आमे क्यों लिस्ट रे आमे अछु आमे सुबुद्धि मान को लिस्ट रे अछु कि निर्बुद्धि मान को लिस्ट रे अछु प्रिय माने बाहर जो माने रहि जिबे बाहर कौन बाहर अंधकार दंतर किड़िमिड़ी जो स्थान रे कि केबे हेले मध्य कीट क्षय पाए नहीं एई प्रकार जगह अग्निमय ह्रद सीटा होची जंत्रणादायक जगह बाहर रहि जिबे स्वर्ग राज्य प्रवेश करि परिबे ख्रिस्टियन है कि ना ए माने ख्रिस्टियन ए माने बपतिस्म ग्रहण करछंती प्रभुवज खाइछंती ए माने बाइबल को हाथ रे धरिछंती पवित्र आत्मा पाइछंती हेले मध्य ए माने बाहर रहि जाउछंती ए माने भितरे जाई पारु नाहंती आज मु आपण मान कहिबा पई चाहे एई ख्रिस्टियन माने स्वर्ग राज्य रे प्रवेश करि परिबे नहीं प्रभु यीशु ख्रीष्ट निजे ए मान को अटके देबे प्रभु यीशु ख्रीष्ट कहले कोन कहले ए माने अन्य कन्या माने मध्ये आसी कहले हे प्रभु आम मानक पाई द्वार फिटाई दियंतु किंतु से उत्तर देले मु तुम मान को सत्य कहूछि मु तुम मान को जाने केते दुखर विषय प्रिय माने यीशु कहउचंती मु तुमको जानि नै बपतिस्म नैछु प्रभु मु तुमको जानि नै प्रभु वज खाउछि प्रभु मु तुमको जानि नै काहे कि से जानि नांती कारण तांको सहित किछि संपर्क नै तांको सहित किछि रिलेशनशिप नै प्रिय माने आज अनेक क्रिश्चियन भाई भौणी मान अछंती परमेश्वरंकर सहित तांकर कोनोसी प्रकार व्यक्तिगत संपर्क नै जदि परमेश्वर सहित आम संपर्क नहीं ताहले से कि प्रकार तांकर स्वर्ग राज्य हमको प्रवेश करेबे निर्बुद्धि मानकर कौन कहउछंती तुमर तेल नाही बोली कहू नांती द्वार काहेकि फिटाउ नांती मु तुमको जानी नहीं यीशु प्रभु बोल डाकुचंती मात्र यीशु ख्रीष्ट कहउचंती मु तुमको जानी नहीं आज आमान को निमंते एहा गोटे सतर्कर वाक्य अटे आमाने मध्य प्रभु को बाटरे आमे चालुछु आमे कोन एक्स्ट्रा प्रिपरेशन अच्छु आमे एक्स्ट्रा प्रस्तुत होउछु कि आमे एक्स्ट्रा ऑयल आम पाखरे अछि एक्स्ट्रा ऑयल माने कोन देखंतु आमर छुआ मान को आमे स्कूल पठौछु कॉलेज पठौछु स्कूल कॉलेज रे हे जाउछि कि ता पछे आमे ट्यूशन करूछु कोन भाई कारण एमाने भलो पाठ पढ़ंतु भलो नंबर आणंतु स्कूल रे सेटा हे परिबो नहीं मात्र जतो ट्यूशन पढ़िबे सेही समय ट्यूशन सर बुझेबे आमे मैथ पई गो ट्यूशन सर को रखि थाओ साइंस पई गो ट्यूशन सर को रखि थाओ आमाने विभिन्न प्रकार सब्जेक्ट गुडी को आमे एक्स्ट्रा क्लास नेवा निमंते आमानकर छुआ मान को प्रस्तुत करू थाओ मात्र आमे निजे आमे एक्स्ट्रा प्रस्तुत होछु आमर बाइबल केते बेले खोला होछि जानिचंती रविवार दिन ही आमे बाइबल खोलुछु अलगा दिन आमर बाइबल धुली खाउछि एबे मध्ये जूम रे के दिन बसिचंती हाथ रे बाइबल नै से मान करो क्षमा करिवे मु ए प्रकार कथा कहउछि आपण मान हाथ रे बाइबल नै से मान को बसिचंती
ଏ ବାଇବେଲ କାଢ ବୋଲି କହିଲେ କୁଆଡେ ଖୋଜିବାକୁ ଯିବେ? କେ ଜଣେ ଜୁମରେ ବସିଥିବେ, ହାତେ ଗୀତ ବି ଘୋଟି ନଥିବେ, ଗୀତ ଗାଇବେ ସେ ଆଜ୍ଞା ଗଲା ବେଳେ ସେମାନେ ଚାରିଆଡେ ଛାନିଆ ହେଇ ଗୀତ ବି ଖୋଜୁଥିବେ ସେମାନେ। କାହିଁକି ମୁଁ କହୁଛି ଏଇଟା? ଚର୍ଚ୍ଚ ଯାଉଛନ୍ତି ଆସୁଛନ୍ତି, ଚର୍ଚ୍ଚ ଯାଉଛନ୍ତି ଆସୁଛନ୍ତି। ଚର୍ଚ୍ଚ ସହିତ ଗୋଟେ ସମ୍ପର୍କ ଅଛି, ପାଳକଙ୍କ ଗୋଟେ ସହିତ ସମ୍ପର୍କ ଅଛି, କମିଟି ମେମ୍ବର ମାନଙ୍କ ସହିତ ସମ୍ପର୍କ ଅଛି, ମାତ୍ର ପ୍ରଭୁଙ୍କ ସହିତ ବ୍ୟକ୍ତିଗତ କୌଣସି ପ୍ରକାର ସମ୍ପର୍କ ନାହିଁ। ବ୍ୟକ୍ତିଗତ ଭାବରେ ଉପବାସ ନାହିଁ, ବ୍ୟକ୍ତିଗତ ଭାବରେ ବାଇବଲ ପଢିବାଟା ନୁହେଁ, ପ୍ରଭୁଙ୍କ ସହିତ କ୍ୱାଇଟ୍ ଟାଇମ ବିତେଇବାଟା ଲୋକମାନଙ୍କ ପାଖରେ ନାହିଁ। ସେମାନେ କିଏ? ସେମାନେ ନିର୍ବୁଦ୍ଧି ମାନେ। ସେମାନେ ଚର୍ଚ୍ଚର ପର୍ବପର୍ବାଣି ଚାନ୍ଦା ଦେବେ, ବିଭିନ୍ନ ପ୍ରକାର ମିଟିଂରେ ସେମାନେ ଚାନ୍ଦା ଦେବେ, ମାତ୍ର ପ୍ରଭୁଙ୍କ ସହିତ ସେମାନଙ୍କର କୌଣସି ପ୍ରକାର ବ୍ୟକ୍ତିଗତ ସମ୍ପର୍କ ନାହିଁ। କୋଉମାନେ ବାହାରେ ରହିଯିବେ? ଯୋଉମାନେ ପ୍ରଭୁଙ୍କ ସହିତ ବ୍ୟକ୍ତିଗତ ସମ୍ପର୍କ ନାହିଁ। ଯୋଉମାନେ ଆମ ସାହିରେ ଅନେକ ଜଣଙ୍କର ବାହାଘର ହୁଏ, ମାତ୍ର ସମସ୍ତେ ଆମକୁ କାର୍ଡ ଦିଅନ୍ତି ନାହିଁ। ଯାହା ସହିତ ଆମର ସମ୍ପର୍କ ଥାଏ ସେମାନେ ହିଁ ଆମର କାର୍ଡ ଦିଅନ୍ତି ଆମକୁ। ଆଜି ଦୁଃଖର ବିଷୟ କଣ? ଏହି ସ୍ଥାନରେ ଏମାନେ ଯୀଶୁଙ୍କୁ ପ୍ରଭୁ ବୋଲି କହୁଛନ୍ତି, ମାତ୍ର ଯୀଶୁଙ୍କ ସହିତ କୌଣସି ସମ୍ପର୍କ ନାହିଁ। ଯୀଶୁ ନିଜେ କହିଲେ, ମୁଁ ତୁମମାନଙ୍କୁ ଜାଣେ ନାହିଁ। କଣ କହୁଛନ୍ତି? କିନ୍ତୁ ସେ ଉତ୍ତର ଦେଲେ, ଯୀଶୁ ଉତ୍ତର ଦେଲେ, ମୁଁ ତୁମମାନଙ୍କୁ ସତ୍ୟ କହୁଅଛି, ମୁଁ ତୁମମାନଙ୍କୁ ଜାଣେ ନାହିଁ। ଟିକେ ଭାବନ୍ତୁ ପ୍ରିୟମାନେ, ଆମମାନଙ୍କର ନିଜର ସମ୍ପର୍କୀୟ ଲୋକ ଯଦି ଆମକୁ ଜାଣେ ନାହିଁ ବୋଲି କହିଦେଲେ କଷ୍ଟ ଲାଗେ, ମାତ୍ର ସ୍ୱର୍ଗର ପରମେଶ୍ୱର ଯଦି ସେ କହିଦେବେ ମୁଁ ତୁମକୁ ଜାଣେ ନାହିଁ, ପ୍ରଭୁ ଆମକୁ କଣ କହୁଛନ୍ତି? ଆମକୁ କୋଉ ଟାଇଟଲ ଦେଇଛନ୍ତି? ପିତର ପୁସ୍ତକ ଦ୍ୱାରା ପଢିବା ଆମେ, ପିତର 2 ଅଧ୍ୟାୟର 9 ପଦରେ, କିନ୍ତୁ ଯେ ତୁମ୍ଭମାନଙ୍କୁ ଅନ୍ଧକାରରୁ ଆପଣ ଆଶ୍ଚର୍ଯ୍ୟ ଆଲୋକ ମଧ୍ୟକୁ ଆହ୍ୱାନ କରିଅଛନ୍ତି, ତୁମ୍ଭେମାନେ ଯେପରି ତାହାଙ୍କର ଗୁଣ କୀର୍ତ୍ତନ କର, ଏ ନିମନ୍ତେ ତୁମ୍ଭେମାନେ ଏକ ମନୋନୀତ ବଂଶ, ଦେଖନ୍ତୁ ମନୋନୀତ ବଂଶ, ରାଜକୀୟ ଯାଜକ ବର୍ଗ, ପବିତ୍ର ଜାତି। ତାପରେ ତଳର ପଦଟି କଣ ଲେଖା ହଉଛି? ପୁଣି ଈଶ୍ୱରଙ୍କର ନିଜସ୍ୱ ପ୍ରଜା ହୋଇଅଛ। ଆମେ କିଏ? ପ୍ରଭୁଙ୍କୁ ଗ୍ରହଣ କରିଥିବାରୁ ଆମେ ତାଙ୍କର ନିଜର ଲୋକ ହେଇଯାଇଛୁ। ନିଜର ଲୋକ ଆମେ। ଯଦି ଆମର ସେ ପ୍ରଭୁ ଆମ ନିଜର ଲୋକ, ତାଙ୍କ ସହିତ ଆମର ସମ୍ପର୍କ ରଖିବାର ଅଛି, ବ୍ୟକ୍ତିଗତ ଭାବରେ ପ୍ରାର୍ଥନାରେ ଆମେ ସମୟ ବିତେଇବାର ଅଛି। ପ୍ରିୟ ଭାଇ, ସେଥିପାଇଁ ମୁଁ ଆପଣମାନଙ୍କୁ କହୁଛି, ଆମ ପାଇଁ ଜୁମ୍ ଯଥେଷ୍ଟ ନୁହେଁ, ଚର୍ଚ୍ଚ ସହଭାଗୀ ଯଥେଷ୍ଟ ନୁହେଁ। ଆମକୁ ବ୍ୟକ୍ତିଗତ ଭାବରେ ପ୍ରଭୁଙ୍କର ପାଦ ତଳେ ଆମକୁ ବସିବାକୁ ପଡିବ। ଆମକୁ ସମୟ ବାହାର କରି ତାଙ୍କର ପାଦ ତଳେ ଆମକୁ ସମୟ ବିତେଇବାକୁ ପଡିବ। ଆମକୁ ଆଜି ବାଇବଲ ପଢୁଛନ୍ତି ସମସ୍ତେ, ବାଇବଲ ପ୍ରତ୍ୟେକ ଖ୍ରୀଷ୍ଟିଆନ ବାଇବଲ ପଢୁଛନ୍ତି, ମାତ୍ର କୁହନ୍ତୁ କେତେଟା ଖ୍ରୀଷ୍ଟିଆନ ନିଜ ପାଇଁ ବାଇବଲ ପଢୁଛନ୍ତି? ସ୍ୱାମୀ ସ୍ତ୍ରୀ କହିବେ, କଣ ମ ଆଜି ଚର୍ଚ୍ଚରେ କିଛି ଦାୟିତ୍ୱ ଦେଲେ କି, ଜୁମରେ କିଛି ଦାୟିତ୍ୱ ଦେଲେ କି? ଜାଣିଦେବେ ସାଙ୍ଗେ ସାଙ୍ଗେ। ଯେତେବେଳେ ଆମକୁ ଦାୟିତ୍ୱ ଆସେ ସେତେବେଳେ ବାଇବଲ ଆମେ ଉଲ୍ଟେଇବା ଷ୍ଟାର୍ଟ କରିବୁ ଆମେ। କାହିଁକି? ଆମକୁ ମେସେଜ ଦେବାର ଅଛି, ମେସେଜ ଆମେ ପ୍ରିପେୟାର ହଉଛୁ ଆମେ। ଏଇ ପ୍ରକାର ଲୋକମାନଙ୍କୁ ମୁଁ କହୁଛି ନା, ଯେତେବେଳେ ମଧ୍ୟ ସେମାନେ କଣ ପାଇଁ ବାଇବଲ ପଢିବେ? ଅନ୍ୟକୁ ପ୍ରଚାର କରିବା ପାଇଁ, ଅନ୍ୟକୁ ଶିକ୍ଷା ଦେବା ପାଇଁ। ପ୍ରିୟମାନେ, ଶୟତାନ ସବୁଠୁ ଅଧିକ ବାଇବଲ ଜାଣିଛି, ଆଉ ଅଣ ଖ୍ରୀଷ୍ଟିଆନ ଭାଇ ଭଉଣୀ ମାନେ ସବୁଠୁ ଅଧିକ ବାଇବଲ ଜାଣିଛନ୍ତି। ଜାକିର ନାୟକ ମଧ୍ୟ ଅଧିକ ବାଇବଲ ଜାଣିଛି, ମାତ୍ର କଣ ପାଇଁ? ସେମାନେ ନିଜ ପାଇଁ ବାଇବଲ ପଢି ନାହାନ୍ତି। ସେମାନେ କଣ ପାଇଁ ବାଇବଲ ପଢି? ବାଇବଲରେ କିଛି ଦୋଷ ଅଛି କି ନାହିଁ ଦେଖିବା ପାଇଁ ବାଇବଲ ପଢୁଛନ୍ତି। ଆଜି ମୁଁ କହିବା ପାଇଁ ଚାହେଁ, ଆପଣ ବ୍ୟକ୍ତିଗତ ଭାବରେ ପ୍ରଭୁ ଯୀଶୁଙ୍କର ପାଦ ତଳେ ବସୁଛନ୍ତି କି? ନିଜ ପାଇଁ କେ ବାଇବଲ ପଢୁଛନ୍ତି କି? ପ୍ରଭୁ, ଆଜି ମୁଁ ପ୍ରାର୍ଥନା କରୁଛି, ମୋ ସହିତ କଥାବାର୍ତ୍ତା ହୁଅ, ମତେ ତୁମ ରବ ଶୁଣାଅ। ନିଜ ପାଇଁ ବାଇବଲ ପଢନ୍ତୁ। ପ୍ରଚାର କରିବା ପାଇଁ ତ ଅନେକ ଲୋକ ବାଇବଲ ପଢୁଛନ୍ତି। ନିର୍ବୁଦ୍ଧି କନ୍ୟା ମାନେ ନିଜ ପାଇଁ କେବେ ପଢିବେ ନାହିଁ। ସେମାନେ ବ୍ୟକ୍ତିଗତ ଭାବରେ ସେମାନେ କେବେ ପ୍ରାର୍ଥନା କରିବେନି। ମାଇକ ଦେଇ ଦିଅନ୍ତୁ, ଲମ୍ବା ଲମ୍ବା ପ୍ରାର୍ଥନା ସେମାନେ କରିବେ। ସେମାନଙ୍କୁ ପ୍ରାର୍ଥନା କରିବାଟା ବନ୍ଦ କରିବାଟା ମଧ୍ୟ ବହୁତ କଷ୍ଟ ହେଇଯିବ। କାହିଁକି? କାରଣ ସେମାନେ ବ୍ୟକ୍ତିଗତ ଭାବେ, ଯୋଉମାନେ ଘରେ ପ୍ରାର୍ଥନା କରନ୍ତି ନାହିଁ, ସେମାନେ ଚର୍ଚ୍ଚରେ, ମିଟିଂରେ, ସଭା ସମିତିରେ ଲମ୍ବା ଲମ୍ବା ପ୍ରାର୍ଥନା କରିବେ। ଦେଖନ୍ତୁ, ଆମେ ପ୍ରଚାର କରୁଥିବା ସମୟରେ ମଧ୍ୟ କେତେ ଜଣ ବାଇବଲ ପଢୁଥିବେ,
କିଏ ବାଇବଲ ପଢିବ? ଯେ ଘରେ ବାଇବଲ ପଢୁନାହିଁ ସେ ଚର୍ଚ୍ଚରେ ବସିକିନା ସେ ବାଇବଲ ସେ ପଢିବ। ସେ ପ୍ରିୟମାନେ କହିବା ପାଇଁ ଚାହେଁ, ଏମାନେ ବାହାରେ ରହିବେ ଯୋଉମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସହିତ ବ୍ୟକ୍ତିଗତ ସମ୍ପର୍କ ନାହିଁ, ସେମାନେ ନିର୍ବୁଦ୍ଧି କନ୍ୟା ମାନେ, ସେମାନେ ତୁମ ତେଲ ନାହିଁ ଯାଅ ବୋଲି କହିନାହାନ୍ତି। କଣ ପାଇଁ ମନା କଲେ? ମୁଁ ତୁମକୁ ଜାଣିନାହିଁ। ଆଉ ଗୋଟେ ଦଳକୁ କଣ କହୁଛନ୍ତି ଦେଖନ୍ତୁ, ଏମାନେ ଗୋଟେ ପ୍ରକାର ଦଳ, ସେମାନେ ଟିକେ ହାଇ କ୍ୱାଲିଟି ଦଳ, ତାଙ୍କୁ ମଧ୍ୟ ପ୍ରଭୁ କହୁଛନ୍ତି। ପ୍ରିୟମାନେ ମୁଁ କହିବା ପାଇଁ ଚାହେଁ, ଏଇ ଲିଷ୍ଟରେ ଆମ ନାଁ ନଥିବାର ଅଛି। ଆମର ଲିଷ୍ଟ ସୁବୁଦ୍ଧି କନ୍ୟାରେ ଆମର ଲିଷ୍ଟ ଥିବାର ଅଛି। ଆମର ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆସିବା ସମୟରେ ଆମେ ବାହାର ବେପାରରେ ବୁଲିବା କଥା ନୁହେଁ, ଘର ଭିତରେ ରହିବାର ଆବଶ୍ୟକ ରହିଛି। ଯୋଉ ସମୟରେ ସେ ଆସିବେ, ଯୋଉମାନେ ପ୍ରସ୍ତୁତ ଅଛନ୍ତି ସେମାନଙ୍କୁ ଧରିଲେ, ଦ୍ୱାର ବନ୍ଦ କରିଦେଲେ, ସେ ଦ୍ୱାରକୁ କିଏ ଫିଟେଇବେ ନାହିଁ। ନହଙ୍କର ଦ୍ୱାର, ନହଙ୍କର ଜାହାଜର ଦ୍ୱାର ନହ ବନ୍ଦ କରିନାହାନ୍ତି। ନହ ବନ୍ଦ କରିଥିଲେ ଅନ୍ୟମାନଙ୍କ ପାଇଁ ଫିଟେଇଥାନ୍ତେ। ମୋ ମାମୁଁ ପାଇଁ ଫିଟେଇବି, ମୋ ଚାଚା ପାଇଁ ଫିଟେଇବି, ମୋର ଭଣଜା ପାଇଁ ଫିଟେଇବି, ମୋର ପୁତ୍ରା ପାଇଁ ଫିଟେଇବି କହିଥାନ୍ତେ। ମାତ୍ର ସେଇଟା ତାଙ୍କର ନାହିଁ। ତୁମେ ଆଉ ଗୋଟେ ଥର ଜାହାଜ ବନ୍ଦ କଲ ତ କାହା ପାଇଁ ଫିଟା ଯିବ ନାହିଁ। ଏଠି ଆଉ ଯୋଉଠି ଦଳ ଲେଖାଯାଉଛି, ପଢିବା ଆମେ ମାଥ୍ୟୁ 7:21 ମତେ ପ୍ରଭୁ ପ୍ରଭୁ ବୋଲି ଡାକନ୍ତି, ଏପରି ପ୍ରତ୍ୟେକ କୋଉଠି ପ୍ରବେଶ କରିବେ ନାହିଁ? ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବେ ନାହିଁ। ଦେଖନ୍ତୁ, ଅଣଖ୍ରୀଷ୍ଟିଆନ ଭାଇ ଭଉଣୀ ମାନେ ଏଠି ଏ ବାକ୍ୟ ପଢିକିନା କହୁଛନ୍ତି, ଦେଖ ଯୀଶୁଙ୍କୁ ଯଦି ତୁମେ ପ୍ରଭୁ ବୋଲି ଡାକୁଛ ତାହେଲେ ତୁମେ ସ୍ୱର୍ଗ ରାଜ୍ୟରେ ଯାଇପାରିବ ନାହିଁ। ସେମାନେ ଏମିତି ବାଇବଲ ପଢୁଛନ୍ତି। ସେମାନେ ଯୀଶୁଙ୍କୁ ପ୍ରଭୁ ବୋଲି ଡାକିଲେ ସ୍ୱର୍ଗ ରାଜ୍ୟରେ ଯାଇପାରିବ ନାହିଁ ବୋଲି ଲେଖାଯାଉ ନାହିଁ। ଖାଲି ମତେ ପ୍ରଭୁ ପ୍ରଭୁ ବୋଲି ଲେଖା ଡାକି ଦଉଥିବ ସିନା, ମାତ୍ର ସ୍ୱର୍ଗସ୍ଥ ପିତାଙ୍କର ଇଚ୍ଛା ସାଧନ କରିବ ନାହିଁ। ମତେ ଖାଲି ପ୍ରଭୁ ପ୍ରଭୁ, ମୁଁ ପ୍ରଭୁ ଆକା, ମତେ ପ୍ରଭୁ ଡାକିଲେ ଯଥେଷ୍ଟ ନୁହେଁ। କଣ କରିବାର ଦେଖାଯାଉଛି, ମତେ ପ୍ରଭୁ ପ୍ରଭୁ ବୋଲି ଡାକନ୍ତି, ଏପରି ପ୍ରତ୍ୟେକ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବେ ନାହିଁ, ମାତ୍ର ଯେ ମୋହର ସ୍ୱର୍ଗସ୍ଥ ପିତାଙ୍କର ଇଚ୍ଛା ସାଧନ କରେ ସେ ପ୍ରବେଶ କରେ। ଏଇ ମାଥ୍ୟୁ 7 ଆପଣ ଖୋଜନ୍ତୁ, ସ୍ୱର୍ଗସ୍ଥ ପିତାଙ୍କର ଇଚ୍ଛା କଣ ଅଟେ? ସ୍ୱର୍ଗସ୍ଥ ପିତାଙ୍କର ଇଚ୍ଛା ଅଟେ ଅନ୍ୟର ବିଚାର କର ନାହିଁ। ଏଇଟା ଲେଖାଯାଉଛି ମାଥ୍ୟୁ 7 ଅନ୍ୟର ବିଚାର କର ନାହିଁ। ତୁମ ଆଖିରେ କଡି କାଠ ଭର୍ତ୍ତି ହେଇଛି, ତୁମେ ଅନ୍ୟ ଆଖିର କୁଟାଟିକୁ ତୁମେ କଣ ବିଚାର କରୁଛ? ଆଉ ଯେ ପ୍ରକାର ତା ପଛେ କଣ କରାଯାଉଛି, ଯେ ତୁମେ ସଂକୀର୍ଣ୍ଣ ଦ୍ୱାର ଦେଇ ପ୍ରବେଶ କର। ଏଇଟା ପ୍ରଭୁଙ୍କର ଇଚ୍ଛା। ସେଇଟା ତା ପଛେ କହୁଛନ୍ତି, ମତେ ପ୍ରଭୁ ଯୀଶୁ ବୋଲି ଡାକିଦବ, ପ୍ରଭୁ ପ୍ରଭୁ ବୋଲି ଡାକିଦବ, ତାହେଲେ କଣ ତୁମେ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିଯିବ କି? କେତେବେଳେ ଯିବ? ଈଶ୍ୱରଙ୍କର ଇଚ୍ଛା ସାଧନ କଲେ। ଈଶ୍ୱରଙ୍କ ଇଚ୍ଛା କଣ ବୋଲି ଆଜିର ଲୋକମାନଙ୍କ ଚିନ୍ତା ଭାବନା କଣ? ଏଠି ମନୁଷ୍ୟର ଚିନ୍ତା କର, ଈଶ୍ୱର କଣ ଇଚ୍ଛା ବୋଲା ବେଳେ ଏଠି ସେମାନେ ସେ ଇଚ୍ଛା ଗୁଡିକ ସେମାନେ ନିଜେ ନିଜେ କରୁଛନ୍ତି। କଣ କରୁଛନ୍ତି? 22 ସେହିଦିନ ଅନେକ, ଦେଖନ୍ତୁ ଅଣ୍ଡରଲାଇନ ଆପଣ କରିପାରିବେ, ବୋଲେ ଅନକାଉଣ୍ଟେବଲ, ଗଣି ହେବ ନାହିଁ। ସେଇଦିନ ଅନେକ ମତେ କହିବେ, ହେ ପ୍ରଭୁ ହେ ପ୍ରଭୁ। କୋଉ ଦିନ? ସେଇ ଆଗମନର ସମୟରେ କହିବେ। ଅଲଗା ଜାଗାରେ ଲେଖା ହେଇଛି, ପ୍ରଭୁ ଆମକୁ ଭୁଲିଗଲ କି? ପ୍ରଭୁ ଆମ ଘରକୁ ଆସିଥିଲ, ଆମ ଦାଣ୍ଡ ପିଣ୍ଡାରେ ପ୍ରଚାର କରିଥିଲ, ଆମ ଘରେ ବସିଥିଲ, ଆମକୁ ଏମିତି କଥା କହିଥିଲ। ଅନେକ ସେଦିନ କହିବେ। କଣ କହିବେ? ଅନେକ ସେଦିନ ମତେ କହିବେ, ହେ ପ୍ରଭୁ ହେ ପ୍ରଭୁ, ଆମ୍ଭେ ମାନେ କି ତୁମ୍ଭ ନାମରେ ଭାବବାଣୀ କହିଲୁ ନାହିଁ? ଦେଖନ୍ତୁ, ଯୀଶୁଙ୍କ ନାମରେ ସେମାନେ ଭାବବାଣୀ କହିଛନ୍ତି, ଆଉ ଏକ୍ସାକ୍ଟ ଭାବବାଣୀ କହିଛନ୍ତି। କୌଣସି ପ୍ରକାର ମିଛ ଭାବବାଣୀ କହିନାହାନ୍ତି, ସତ ଭାବବାଣୀ କହିଛନ୍ତି। ଏହାର ଅର୍ଥ ନାହିଁ ଯେ ଭାବବାଣୀ କହିବା ଲୋକ ବାହାର ରହିଯିବେ, ସେମିତି ନାହିଁ। ପାଉଲ କହୁଛନ୍ତି ସମସ୍ତେ ଭାବବାଣୀ କୁହନ୍ତୁ, ଏଇଟା ମୋର ଇଚ୍ଛା। ଭାବବାଣୀ କହିବା ଲୋକ ବାହାର ରହିବେନି। ଭାବବାଣୀ ଆମକୁ କହିବାର ଅଛି। ଆମେ କୋଉ ପ୍ରକାର ଭାବବାଣୀ କହିବାର ସେଟା ଅଲଗା କଥା, ମାତ୍ର ଭାବବାଣୀ କହିବା ଲୋକ ବାହାର ରହିଯିବେ ସେଟା ନାହିଁ। ଏଠି କହୁଛନ୍ତି, ପ୍ରଭୁ ଆମେ ତୁମ ନାମରେ ଭାବବାଣୀ କହିଲୁ, ପୁଣି ତୁମ୍ଭ ନାମରେ କି ଭୂତମାନଙ୍କୁ ଛଡେଇଲୁ ନାହିଁ, ଆଉ ତୁମ୍ଭ ନାମରେ କି ଅନେକ ଶକ୍ତିର କାର୍ଯ୍ୟ କଲୁନି। ଏମାନେ ମିରାକଲ୍ସ ୱାର୍କର ଗୁଡିକ। ଭୟଙ୍କର ଭାବରେ ଏମାନଙ୍କ ସଭା ସମିତିରେ ଲୋକମାନେ ଯାଆନ୍ତି, ଆଉ ଅନେକ ଚିହ୍ନ ଚମତ୍କାର ଗୁଡିକ ସାଧିତ ହୁଏ।
ମୋର ମଧ୍ୟ ପ୍ରାର୍ଥନା, ମୋ ଚର୍ଚ୍ଚରେ ମଧ୍ୟ ଭଗବାଣୀ କୁହାଯାଉ, ମୋ ଚର୍ଚ୍ଚରେ ମଧ୍ୟ ଭୂତମାନଙ୍କୁ ଛଡାଯାଉ, ମୋ ଚର୍ଚ୍ଚରେ ମଧ୍ୟ ଅନ୍ଧ ଦେଖନ୍ତୁ, ଛୋଟା ଚାଲନ୍ତୁ। ଏଇଟା ମୋର ହୃଦୟର ଇଚ୍ଛା। ମୁଁ ପ୍ରାର୍ଥନା କରୁଛି ଆମ ଚର୍ଚ୍ଚରେ ମଧ୍ୟ ଏ ପ୍ରକାର ଗିଫ୍ଟେଡ ଲୋକମାନେ ଆସନ୍ତୁ, ଯୋଉମାନଙ୍କର ପ୍ରାର୍ଥନା ସେବା ଦ୍ୱାରା ଏ ପ୍ରକାର ମିରାକଲ୍ସ ହେବ। ମାତ୍ର ଏଇଟା ଯଥେଷ୍ଟ ନୁହେଁ, ଏଇଟା ପ୍ରଭୁଙ୍କର ଇଚ୍ଛା ନୁହେଁ। ପ୍ରଭୁଙ୍କର ଇଚ୍ଛା କଣ? ସେ ସେତେବେଳେ କହିଲେ, ସେତେବେଳେ ମୁଁ ତୁମମାନଙ୍କୁ ସ୍ପଷ୍ଟ ରୂପେ କହିବି, ହେଲା, ମୁଁ ତୁମମାନଙ୍କୁ କେବେ ହେଁ ଜାଣିନାହିଁ, ଏ ଅଧର୍ମାଚାରୀ ମାନେ ମୋ ପାଖରୁ ଦୂର ହୁଅ। ସେଠି କଣ କହିଲେ? ମାଥ୍ୟୁ 25 ଅଧ୍ୟାୟରେ ମୁଁ ତୁମକୁ ଜାଣିନାହିଁ ବୋଲି କହିଦେଲେ। ଏଠି ଗୋଟେ ଏକ୍ସଟ୍ରା ୱାର୍ଡ ଗୋଟେ ସେ କହୁଛନ୍ତି, ମୁଁ ତୁମକୁ କେବେ ହେଁ ଜାଣିନାହିଁ। ଆରମ୍ଭରୁ ତୁମକୁ ଜାଣିଥିଲି, ଆରମ୍ଭରୁ ତୁମକୁ ଚିହ୍ନିଥିଲି, ଆରମ୍ଭରେ ତୁମେ ମୋ ସହିତ ବଢିଆ ସମ୍ପର୍କ ରଖିଥିଲ, ତାପରେ ତୁମେ ଧୀରେ 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 ପଛକୁ ଘୁଞ୍ଚିଗଲ। ଏ ପ୍ରକାର କଥା କହୁନାହାନ୍ତି। କଣ କହୁଛନ୍ତି? ମୁଁ ତୁମକୁ କେବେ ହେଁ ଜାଣିନି। ଟିକେ ଭାବି ଦେଖନ୍ତୁ। ମୋ ଠାରୁ ଦୂରକୁ ହୁଅ, ବାହାରେ ରୁହ, ଭିତରେ ତୁମେ ଆସ ନାହିଁ। କି ପ୍ରକାର କଷ୍ଟ ଲାଗିଥିବ। ମିନିଷ୍ଟ୍ରି କରିଛନ୍ତି, ଆଙ୍କର ସେବା କାର୍ଯ୍ୟ ଦ୍ୱାରା ଅନେକ ଲୋକ ପ୍ରଭୁଙ୍କୁ ଜାଣିଛନ୍ତି। ଏମାନେ ଯୁଆଡେ ଗଲେ ହିଲିଂ ହେଲା, ଯୁଆଡେ ଗଲେ ହଜାର ହଜାର ଲୋକ ଏମାନଙ୍କର ସଭା ସମିତିରେ ଚର୍ଚ୍ଚ ଗୁଡିକକୁ ଆସିଲେ। ମାତ୍ର କୁଆଡେ ଥରେ ଆଫ୍ରିକାର ଜଣେ ପ୍ରଭୁଙ୍କର ଦାସ, ତାଙ୍କର ଚର୍ଚ୍ଚରେ ପାଖାପାଖି ମୋର ଦେନ୍ 10,000 ଲୋକ ତାଙ୍କ ଚର୍ଚ୍ଚରେ, ଭୟଙ୍କର ଚର୍ଚ୍ଚ। ସେଇ ଚର୍ଚ୍ଚରେ ଏତେ ଲୋକ ଗହଳି। ଦିନେ ପ୍ରଭୁଙ୍କ ଦାସ ରାତିରେ ସେ କହିଛନ୍ତି, ସ୍ୱପ୍ନ ଗୋଟେ ଦେଖିଲେ, ଆଉ କହିଲେ, ତାଙ୍କ ନାଁ କଣ ମୁଁ ଭୁଲି ଯାଇଛି, କହିଲେ ଯେ ପାଷ୍ଟର ବାବୁ, ତମ ଚର୍ଚ୍ଚରେ 50 ଜଣ ଲୋକ ସ୍ୱର୍ଗକୁ ଯିବେ। ସ୍ୱର୍ଗକୁ ଯିବା ପାଇଁ, ସ୍ୱର୍ଗରେ ପ୍ରବେଶ କରିବା ପାଇଁ ତୁମ ଚର୍ଚ୍ଚରେ ମାତ୍ର 50 ଜଣ ଲୋକ ଅଛନ୍ତି। ସେତେବେଳେ ଟିକେ ମନ ଦୁଃଖ ହେଇଗଲା। ମୋ ଚର୍ଚ୍ଚରେ 10,000 ଲୋକ ଅଛନ୍ତି, ମାତ୍ର ପ୍ରଭୁ କହୁଛନ୍ତି ତୁମ ଚର୍ଚ୍ଚରେ ମାତ୍ର 50 ଲୋକ ସ୍ୱର୍ଗକୁ ଯିବେ। ତା ପଛେ ଗୋଟେ କଥା କହିଲେ, ସେ 50 ଜଣଙ୍କ ଲିଷ୍ଟରେ ତମ ନାଁ ନାହିଁ। ତମ ନାଁ ନାହିଁ ସେ 50 ଜଣ ଲିଷ୍ଟରେ। ସେତେବେଳେ ପ୍ରଭୁଙ୍କ ଦାସଙ୍କର ନିଦ ଭାଙ୍ଗିଗଲା। କି ଦୁଃଖ, କି କ୍ରନ୍ଦନ, କି ଅନୁତାପ। ପ୍ରିୟମାନେ, ଆଜି ଆମକୁ ବାହାରେ ରହିବା ପାଇଁ ପ୍ରଭୁ ଡାକି ନାହାନ୍ତି। ଏଇ ଯୋଉ ଉଦାହରଣ ଗୁଡିକ, ଏ ଦୃଷ୍ଟାନ୍ତ ଗୁଡିକ ଆମକୁ କୁହାଯାଉଛି, ଏଇଟା ଯାକ ଅଣଖ୍ରୀଷ୍ଟିଆନ ମାନଙ୍କ ବିଷୟରେ କୁହାଯାଉନାହିଁ, ଖ୍ରୀଷ୍ଟିଆନ ମାନଙ୍କ ବିଷୟରେ କୁହାଯାଉଛି। ଏମାନେ ବାହାରେ ରହିବେ, ଏଇ ଖ୍ରୀଷ୍ଟିଆନ ମାନେ ବାହାରେ ରହିବେ, ସେମାନେ ଭିତରେ ପ୍ରବେଶ କରିପାରିବେ ନାହିଁ। ସୁବୁଦ୍ଧି ମାନେ ପ୍ରବେଶ କରିବେ, ଯୋଉମାନେ ସଂକୀର୍ଣ୍ଣ ଦ୍ୱାର ଦେଇ ଯାଉଛନ୍ତି ସେମାନେ ପ୍ରବେଶ କରିବେ। ଯୋଉମାନେ ବାକ୍ୟକୁ ଶୁଣିକିନା ପାଳନ କରନ୍ତି, ସେ ତଳପଦ ଲେଖା ହଉଛି, ଯୋଉମାନେ ମୋହର ବାକ୍ୟକୁ ଶୁଣନ୍ତି ସେମାନେ ନୁହେଁ, ମାତ୍ର ଯୋଉମାନେ ମୋର ବାକ୍ୟକୁ ଶୁଣିକିନା ପାଳନ କରନ୍ତି ସେମାନେ ପାଷାଣ ଉପରେ ଗୃହ ନିର୍ମାଣକାରୀ ବୁଦ୍ଧିମାନ ଲୋକ। ସେମାନଙ୍କ ଜୀବନରେ ଯେତେ ପ୍ରକାର ସମସ୍ୟା ଆସିବ, 3 ପ୍ରକାର ସମସ୍ୟା ଲେଖାଯାଇଛି। କଣ କଣ ସମସ୍ୟା? ବଢି ଆସିବ, ବତାସ ବହିବ, ଆଉ ଘରକୁ ଧକ୍କା ମାରିବ, ତାହା ଭାଙ୍ଗିବ ନାହିଁ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ ଯେ ଆମମାନେ ବାହାରେ ରହିବା ଲୋକ ହେବାର ନାହିଁ, ଆମେ ଭିତରେ ରହିବାର ଅଛି। ଭିତରେ କିଏ ଯିବେ? ସୁବୁଦ୍ଧି ମାନେ ଯିବେ। ଭିତରେ କିଏ ଯିବେ? ଯୋଉମାନେ ଈଶ୍ୱରଙ୍କର ଇଚ୍ଛାକୁ ସାଧନ କରନ୍ତି, ସେମାନେ ହିଁ ଭିତରେ ଯିବେ। ଅନ୍ୟମାନେ ଭିତରେ ଯାଇପାରିବେ ନାହିଁ। ପ୍ରିୟମାନେ, ଆମେ ବାହାରେ ରହିବା ପାଇଁ ଯୀଶୁଙ୍କୁ ଆମେ ଗ୍ରହଣ କରିନାହୁଁ, ଆମେ ଭିତରକୁ ଯିବା ପାଇଁ ଆମେ ଯୀଶୁଙ୍କୁ ଗ୍ରହଣ କରିଛୁ। ଆମେ ଆଉ ଜଣେ ବ୍ୟକ୍ତିଙ୍କ ବିଷୟରେ ମୁଁ ଆପଣମାନଙ୍କୁ ଦେଖେଇବି, ଯିଏକି ଆଶ୍ଚର୍ଯ୍ୟ ଲାଗେ, ସେ ବାହାରେ ରହିଯାଉଛନ୍ତି। ଲୁକ 15 ଅଧ୍ୟାୟ, ଲୁକ 15 ଅଧ୍ୟାୟରେ 3ଟା ଦୃଷ୍ଟାନ୍ତ ଅଛି। 3ଟା ଦୃଷ୍ଟାନ୍ତ ମଧ୍ୟରୁ ତୃତୀୟ ନମ୍ବର ଦୃଷ୍ଟାନ୍ତ 2 ପୁଅଙ୍କର ଦୃଷ୍ଟାନ୍ତ। ଫାର୍ଷ୍ଟ ହଜା ମେଷ, ତା ପଛେ ହଜା ମୁଦ୍ରା, ତା ପଛେ ହଜା ପୁତ୍ରର ଦୃଷ୍ଟାନ୍ତ ପ୍ରଭୁ ଦଉଛନ୍ତି। ଗୋଟେ ପୁଅ ହଜିଗଲା, ହଜିଗଲା ପରେ ନିଜେ ନିଜେ ବାହାରିକିନା ପଳେଇଲା, ମୋ ଦରକାର ନାହିଁ ପ୍ରଭୁଙ୍କର ଉପସ୍ଥିତି, ମତେ ଭଲ ଲାଗୁନି, ମୋର ଭାଗ ମତେ ଦେଇଦିଅ, ମୁଁ ଯିବି, ମୋର ଇଚ୍ଛା ଅନୁସାରେ ଜୀବନ ବିତେଇବି। ଇଚ୍ଛା ଅନୁସାରେ ଜୀବନ ବିତେଇଲା, ଆଉ ବର୍ବାଦ ହେଇଗଲା, ନଷ୍ଟ ହେଇଗଲା। କାନ୍ଦି ବୋବେଇକିନା ପୁନର୍ବାର ବାପାଙ୍କ ନିକଟକୁ ପଳେଇ ଆସିଲା। ବାପା ତାଙ୍କୁ ବହୁତ ସୁନ୍ଦର ଭାବରେ ଗ୍ରହଣ କଲେ। ମାତ୍ର ବାପାଙ୍କ ସହିତ ସବୁବେଳେ କିଏ ରହୁଥିଲେ?
ବାପାଙ୍କ ସହିତ ସବୁବେଳେ ବଡ ପୁଅ ରହୁଥିଲେ। ବାପାଙ୍କର ଉପସ୍ଥିତିରେ ବାପାଙ୍କ ସହିତ ମିଳିମିଶି ଖୁସି ଆନନ୍ଦର ସହିତ ବାପାଙ୍କ ସହିତ ସେ ଅଛନ୍ତି। ମାତ୍ର ଦୁଃଖର ବିଷୟ କଣ, ଯଦି ଆମେ କହିବା, ଆମେ ଏହାର ମୁଁ ପଢୁଛି 25 ପଦ, ଯେତେବେଳେ ପୁଅ ଫେରି ଆସିଲା, ବାପା ଗୋଟେ ମସ୍ତ ବଡ ଭୋଜି କରୁଛନ୍ତି, ଆଉ ପୁଅ ବାହାରେ କାମକୁ ଯାଇଥିଲା, କାମ କରିକି ଘରକୁ ଫେରିଲା ବେଳେ ଯେତେବେଳେ ସେ ଦେଖୁଛି ଘରେ ଟେଣ୍ଟ ଫେଣ୍ଟ ଲାଗିଛି, ଲିଚୁ ଫିଚୁ ଲାଗିଛି, ଆଉ ମାଇକ୍ ସାଉଣ୍ଡ ହଉଛି, ବହୁତ ମଜ ମଜଲିସ, ଲୋକ ଗହଳି, ସେତେବେଳେ ଏଇ 25 ପଦରେ, ସେତେବେଳେ ତାଙ୍କର ବଡ ପୁଅ କ୍ଷେତରେ ଥିଲା, ସେ ଯେତେବେଳେ ଆସି ଘର ପାଖରେ ପହଞ୍ଚିଲା, ସେତେବେଳେ ବାଦ୍ୟ ଓ ନୃତ୍ୟର ଶବ୍ଦ ଶୁଣି, ହଁ ବାଜା ବାଜୁଛି, ଆଉ ଏକାନି ନାଚ ମଧ୍ୟ ଚାଲିଛି। ଦାସ ମାନଙ୍କ ମଧ୍ୟରୁ ଜଣକୁ ପାଖକୁ ଡାକି ସେଇ ସବୁ କଣ ବୋଲି ପଚାରିବାକୁ ଲାଗିଲା। କଣ, ମୋ ବାପା ମତେ କିଛି ଜଣେଇ ନାହାନ୍ତି, କଣ ଏ ଭୋଜି ଭାତ ଏଇଟା ସବୁ ଯାକ କଣ ଚାଲିଛି, ଏତେ ଲୋକ ଆସିଛନ୍ତି, ଯୋଉ ପଚାରିଲେ କଣ ବାବୁ ଏଇଟା କଣ ଚାଲିଛି। 27 ପଦରେ ସେ ତାହାକୁ କହିଲା, ତୁମର ଭାଇ ଆସିଅଛନ୍ତି, ହେଲା, ତୁମର ଭାଇ, ଯୋଉ ଭାଇ କି ଦୂରକୁ ପଳେଇ ଯାଇଥିଲେ, ତୁମ ବାପାଙ୍କୁ ଛାଡିକିନା ପଳେଇ ଯାଇଥିଲେ, ଚର୍ଚ୍ଚ ଛାଡିକିନା ପଳେଇ ଯାଇଥିଲେ, ମଣ୍ଡଳୀ ଛାଡିକିନା ପଳେଇ ଯାଇଥିଲେ, ସହଭାଗିତା ଛାଡିକିନା ପଳେଇ ଯାଇଥିଲେ, ସେ ଭାଇ ଏବେ ଫେରିକିନା ଆସିଛନ୍ତି, ପୁନର୍ବାର ପଳେଇ ଆସୁଛନ୍ତି। ସେତେବେଳେ ସେ କହିଲେ, ତୁମ ଭାଇ ଫେରି ଆସିଅଛନ୍ତି, ଆଉ ତୁମର ବାପା ତାଙ୍କୁ ସୁସ୍ଥ ଶରୀର ପାଇବାରୁ ମୋଟା ବାଛୁରୀଟିଏ ମାରିଅଛନ୍ତି। ସେଥିରେ ସେ ରାଗି ଯାଇ ଭିତରକୁ ଯିବା ପାଇଁ ମଙ୍ଗିଲା ନାହିଁ। କେତେ ଜଣଙ୍କୁ ପ୍ରଭୁ କହିଲେ, ତୁମେ ଭିତରକୁ ଆଇବ ନାହିଁ, ଏ ବ୍ୟକ୍ତି ନିଜେ ଯାଉନାହିଁ ମୋ ଭିତରୁ, ମୁଁ ଯିବି ନାହିଁ, କାହିଁକି ସେ ଅଛି, ଏମିତି ଲୋକ ସହିତ ମୁଁ ବସିବି ନାହିଁ, ଉଠିବି ନାହିଁ, ଖାଇବି ନାହିଁ, ପିଇବି ନାହିଁ, ଶୋଇବି ନାହିଁ। ଏମିତି ଲୋକ ବି ଅଛନ୍ତି, ସେ ଅଛି ବୋଲି ମୁଁ ଯିବି ନାହିଁ, ତାଙ୍କ ଘରେ ଚର୍ଚ୍ଚ ହେଲେ ଯିବି ନାହିଁ, ମୁଁ ସେ ବାକ୍ୟ ଦଉଛି, ମୁଁ ଗୋଟେ ଜାଗାରେ ବାକ୍ୟ ଦଉଛି, ମୁଁ ବାକ୍ୟ ଦଉଛି, ବାକ୍ୟ ଦେବା ପାଇଁ ମତେ ରୁମରେ ଡାକିଛନ୍ତି, ହେଲେ ମୁଁ ବାକ୍ୟ ଦେବା ପାଇଁ ଯାଇଛି। ଯୋଉମାନେ ୱର୍ସିପ କରିବେ, ସେମାନେ ଆମକୁ ହୃଦୟ ସହିତ ଘୃଣା କରିବେ, ହୃଦୟର ସହିତ ଆମକୁ ଘୃଣା କରିବେ, ତାଙ୍କର ଆମେ ଚାଣା ବି ଆମେ କ୍ଷତି କରିନାହୁଁ। ଯେତେବେଳେ ଆମେ ଦେଖାଗଲା ୱର୍ସିପ ରେ ସେମାନେ ଅଛନ୍ତି, ଆମେ କେବେ ମୁଁ କହିଲି ନାହିଁ ସେମାନେ ୱର୍ସିପ କରିବେ ବୋଲି, ପ୍ରଚାର କରିବାକୁ ଆସିବେ ନାହିଁ ବୋଲି ମୁଁ କହି ନାହିଁ, ସେମାନେ ମନା କଲେ ନାହିଁ। ଆଉ ଯେତେବେଳେ ୱର୍ସିପ ଷ୍ଟାର୍ଟ ହେଲା, ତାଙ୍କର ଭିଡିଓ ଅଫ୍ ହେଇଗଲା, ତାଙ୍କର ଜୁମ୍ ଅଫ୍ ହେଇଗଲା, ତାଙ୍କୁ କଣ୍ଟାକ୍ଟ କରାଯାଉଛି, ସେମାନେ କୌଣସି ପ୍ରକାର ଭାବରେ ଆଉ ଜୁମ୍ କୁ ଆସିଲେନି। କାହିଁକି ଜୁମ୍ ଆସିଲେ ନାହିଁ, ମୁଁ ଅଛି, ତାଙ୍କର ସବୁଠୁ ବଡ ଶତ୍ରୁ, ପ୍ରିୟ ଶତ୍ରୁ, ମତେ ହୃଦୟ ସହିତ ସେମାନେ ଘୃଣା କରନ୍ତି, ଆଉ ଆସିଲେ ନାହିଁ। ଠିକ ଅଛି, ମୁଁ ବାକ୍ୟ ପ୍ରଚାର କଲି, ଖୁସି ଆନନ୍ଦରେ ମୁଁ ପଳେଇ ଆସିଲି। ଏମିତି ଅଛନ୍ତି, ଏ ବଡ ପୁଅ ସେମିତି, ସେ ନିଜେ ଯାଉନାହିଁ, ବାହାରେ ରହିଯାଉଛି। ସାନ ପୁଅ ବାହାରେ ଥିଲା, ଅନୁତାପ କରି ମନ ପରିବର୍ତ୍ତନ କରି ସେ ଫେରି ଆସୁଛି, ମାତ୍ର ଏବେ ବଡ ପୁଅ ମାନେ କଣ ଏମିତି ଅଛନ୍ତି, ସେ କାଲିର ପିଲାକୁ କଣ ପାଷ୍ଟର କରିଦେଇଛ ମ, ଆମେ ପୁରୁଣା ଲୋକମାନେ ଅଛୁ, କାଲିର ପିଲାକୁ ପାଷ୍ଟର କରିଦେଇଥିବ, ସେ କଣ ବାକ୍ୟ ଶିଖେଇବ, ଆମେ କଣ ଶିଖିବୁ ତା ଠାରୁ। ସେଥିପାଇଁ ମୋ ଚୁଟିରେ କଳା ଲଗାଉ ନାହିଁ ମୁଁ, କାହିଁକି, ମତେ ପିଲା ଲୋକ ବୋଲି ଭାବିକିନା ଭାବେ ବୋଲି, ସେଥିପାଇଁ ଟିକେ ଚୁଟି ଟିକେ ପାଚୁ, ଟିକେ ଲୋକ ଭାବନ୍ତୁ ଇଏ ଟିକେ ପୁରୁଣା ଲୋକ, ଇଏ କହୁ ବୋଲିକିନା ଆମେ ଆଉ ଚୁଟି କଳା କରୁନାହିଁ। ଆମର ଅନେକ ଲୋକଙ୍କ ଚୁଟି ବହୁତ କଳା ଅଛି, ସେମାନେ ମୋଠୁ ବୟସରେ ବଡ ହେଲେ ମଧ୍ୟ ସେମାନଙ୍କର ବହୁତ କଳା ଅଛି, ମାତ୍ର ମୋର କଳା ଧଳା ନ୍ୟୁଜ ପେପର ପରି ଅଛି, ଲୋକମାନେ ବହୁତ ପଢୁଛନ୍ତି ମୋର ଚୁଟିକୁ। ପ୍ରିୟ, ମୁଁ ଆପଣ ମାନଙ୍କୁ କହିବା ପାଇଁ ଚାହେଁ ଯେ ଆମେ ଲୋକକୁ ବାଛୁଛୁ, ଆମେ ସେ ତାର ବାକ୍ୟ ଶୁଣିବୁ, ଛି 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 ଛି, ତାର ଅତୀତ ଦେଖ କି ପ୍ରକାର କଦର୍ଯ୍ୟ, ଜଣେ ମଦୁଆ, ଜଣେ ଜୁଆରୀ, ଜଣେ ବ୍ୟଭିଚାର ଲୋକ ପରିବର୍ତ୍ତନ ହେଲା, ପରିବର୍ତ୍ତନ ହେଇକିନା ଗୋଟେ ମଣ୍ଡଳୀରେ ପାଳକ ହେଇଛନ୍ତି। ପାଳକ ହେଲା ପରେ ତାଙ୍କୁ ଗୋଟେ ମଣ୍ଡଳୀରେ ଦେଖିଲେ, ସେ ପାଳକ ହେଇଛନ୍ତି, ତାପରେ ତାଙ୍କ ବିଶ୍ୱାସୀ ମାନଙ୍କୁ ଯାଇକିନା କହୁଛି, କେମିତି ଲୋକକୁ ଗୋଟେ ପାଳକ ତୁମେ କରିଛ, ଛି ଛି ଛି, ଏମିତି ଲୋକ ତୁମେ ପାଳକ କରୁଛ ତୁମେ, ସେମିତି ହେଲେ ମୁଁ ତୁମ ଚର୍ଚ୍ଚକୁ କେବେ ଆସିବି ନାହିଁ। ସେ ମଦୁଆ ଥିଲା, ସେ ବ୍ୟଭିଚାର କାମ ବି କରିଛି,
ଯେତେବେଳେ ସେମାନେ କହିଲେ ଆଜ୍ଞା ଆମର ପାଷ୍ଟର ଆଜ୍ଞା ମଦୁଆ ଥିଲେ, ବ୍ୟଭିଚାର କାମ କରୁଛନ୍ତି, ଚୋରି ମଧ୍ୟ କରିଛନ୍ତି, ସେ ନିଜେ ପୁଲପିଟରେ ଠିଆ ହେଇକିନା ସାକ୍ଷ୍ୟ ଦେଇଛନ୍ତି। ଏବେ ସେ ବଦଳି ଯାଇଛନ୍ତି, ଏବେ ସେ ପରିବର୍ତ୍ତନ ହେଇଛନ୍ତି। ଆଜି ଅନେକ ଜଣ ଅଛନ୍ତି ଅନେକ ଅଣ୍ଡରଏଷ୍ଟିମେଟ କରିବେ, ଛି 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 ସେ ଭଲ ନାହିଁ, ସେ ଅମୁକ, ସେ ସେମିତି, ସେ ଜାଗାରେ ମୁଁ ଯାଇପାରିବି ନାହିଁ, ସେ ଜାଗାରେ ମୁଁ କିଛି କରିପାରିବି ନାହିଁ, ସେ ଆସିଲା ବେଳେ ମୁଁ ଆସିବି ନାହିଁ। ଏମିତି ଲୋକ ଅଛନ୍ତି, ଏମାନେ ଘରକୁ, ଏମାନେ ଭିତରେ ପ୍ରବେଶ କରିପାରିବେ ନାହିଁ, ଏମାନଙ୍କ ପାଇଁ ଗେଟ୍ ବନ୍ଦ ହେଇଯାଇଛି। ଆଜି ପ୍ରଭୁ ଆମମାନଙ୍କୁ ଦୟା ଅନୁଗ୍ରହ କରନ୍ତୁ ପ୍ରିୟମାନେ। ଆମେ ବାହାରେ ଥିବା ଲୋକ ହେବାରେ, କିଏ ବାହାରେ ରହିଲା? ବଡ ପୁଅ। ଭିତରେ କିଏ ରହିଲା? ସାନ ପୁଅ। ଧାର୍ମିକ କିଏ? ବଡ ପୁଅ। ବଡ ପୁଅ ଧାର୍ମିକ, ସେ କେବେ ବ୍ୟଭିଚାର କରିନାହିଁ, ମଦ ପିଇ ନାହିଁ, ଜୁଆ ଖେଳି ନାହିଁ, କୌଣସି ପ୍ରକାର କଦର୍ଯ୍ୟ କାମ କରିନାହିଁ। ହେଲେ ମଧ୍ୟ କଣ ଅସୁବିଧା ଅଛି ତାର? କାହିଁକି ବାହାରେ ସେ ରହୁଛି? ଏଥିପାଇଁ ବାହାରେ ରହୁଛି ତାର ଗର୍ବ। ଏ ଦୃଷ୍ଟାନ୍ତ ଦେବାର ଉଦ୍ଦେଶ୍ୟ କଣ? ଏଠି ଯୋଉ ଲେଖା ଯାଉଛି 15 ଅଧ୍ୟାୟର 1 ପଦରେ, ଆଉ କରଗ୍ରାହୀ ଓ ପାପୀ ମାନେ ସମସ୍ତେ ତାହାଙ୍କର ବାକ୍ୟ ଶ୍ରବଣ କରିବା ନିମନ୍ତେ ତାହାଙ୍କ ନିକଟକୁ ଆସୁଥିଲେ। ସେଥିରେ ଫାରୁସୀ ମାନେ ଓ ଶାସ୍ତ୍ରୀ ମାନେ ବଚସା କରି କହିଲେ। କଣ ବଚସା କରି କହୁଛନ୍ତି? ଏ ଲୋକଟା ପାପୀ ମାନଙ୍କୁ ଗ୍ରହଣ କରେ ଓ ସେମାନଙ୍କ ସହିତ ଭୋଜନ କରେ। ଯୀଶୁଙ୍କୁ ଏମାନେ ଗାଳି, ଲାଜ ଲାଗୁନାହିଁ ତମକୁ? ସେମିତି ଲୋକ ସହିତ ମିଶୁଛ, ସେମିତି ଲୋକ ସହିତ ବସୁଛ ଉଠୁଛ। ଆମ ସହିତ ମିଶିବ ନା, ଆଉ ଆମେ ଧାର୍ମିକ, ଆମେ ପବିତ୍ର, ଆମେ ସେଥିପାଇଁ ଯୀଶୁଖ୍ରୀଷ୍ଟ ସେ ଦୃଷ୍ଟାନ୍ତ ଦେଲେ। ଏ ଦୃଷ୍ଟାନ୍ତ ଆମେ ସାନ ପୁଅକୁ ବେଶୀ ହାଇଲାଇଟ କରୁଛୁ, ମାତ୍ର ଯୀଶୁଖ୍ରୀଷ୍ଟ ସାନ ପୁଅକୁ ବେଶୀ ହାଇଲାଇଟ କରୁନାହାନ୍ତି, ବଡ ପୁଅକୁ ହାଇଲାଇଟ କଲେ। ଲାଷ୍ଟକୁ କିଏ ବାହାରେ ରହିଗଲା? ଯୀଶୁଖ୍ରୀଷ୍ଟ କହିଲେ ଯେ ତୁମ୍ଭମାନଙ୍କ ଆଗରେ କିଏ? କରଗ୍ରାହୀ, ବ୍ୟଭିଚାରୀ, ପାପୀ ମାନେ ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରୁଛନ୍ତି, ମାତ୍ର ତୁମେ ବାହାରେ ରହିଯାଉଛ। କାହିଁକି? ଏମାନଙ୍କ ପାଖରେ ଯୋଉ ଗର୍ବ, ଆମେ ଧାର୍ମିକ, ଆମେ ପବିତ୍ର। ମତେ ଗୋଟେ ଚର୍ଚ୍ଚରେ ଡେଟ୍ ଦେଲେ, ପ୍ରଚାର ଶୁଣିଲେ, ଡେଟ୍ ଦେଲେ, ଆଉ ନେକ୍ସଟ ଥର ମତେ ନ କହୁନୁ ଆକା ସେମାନେ କ୍ୟାନସେଲ କରିଦେଲେ। କଣ ପାଇଁ? କାରଣ ମୋ ପାଖରେ ଏତେ ଥିଓଲୋଜି ଡିଗ୍ରୀ ନାହିଁ, ମୋର ବ୍ୟାକଗ୍ରାଉଣ୍ଡ ଏତେ ଭଲ ନାହିଁ। ଠିକ ଅଛି, କ୍ୟାନସେଲ କରିଦେଲ, ଭଲ କଥା। ମୁଁ ଭଲ ଭାବରେ ଜାଣିଛି ଆଜି ନା କାଲି ସେମାନେ ଆଉ ଥରେ ଡାକବାଟା ଡାକିବେ। ମୁଁ ଏସବୁ ବିଷୟକୁ ନେଇ ବ୍ୟତିବ୍ୟସ୍ତ ନାହିଁ, ସେମାନେ କ୍ୟାନସେଲ କରୁଛନ୍ତି ଆଉ ମୁଁ କେବେ ଯିବି ନାହିଁ, ସେ ରିଭେଞ୍ଜ ମଧ୍ୟ ମୋର ନାହିଁ। ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ଆମକୁ ବାହାରେ ରହିବାର ନାହିଁ, ଆମକୁ ଭିତରକୁ ଯିବାକୁ ପଡିବ। ଏହି ପ୍ରକାର ଦଳର ଲୋକମାନେ, କିଏ? ନିର୍ବୁଦ୍ଧି ମାନେ ବାହାରେ ରହିବେ। କିଏ? ଯୋଉମାନେ ପରମେଶ୍ୱରଙ୍କ ସହିତ ବ୍ୟକ୍ତିଗତ ସମ୍ପର୍କ ନାହିଁ, ପରମେଶ୍ୱରଙ୍କ ସହିତ ପରମେଶ୍ୱରଙ୍କ ଇଚ୍ଛା ପାଳନ କରୁନାହାନ୍ତି, ସେମାନେ ବାହାରେ ରହିବେ। ପରମେଶ୍ୱରଙ୍କ ଇଚ୍ଛା କଣ? ବାଇବଲ ପରମେଶ୍ୱରଙ୍କ ଇଚ୍ଛା। ଆମେ ଯଦି ପ୍ରଭୁଙ୍କ ଇଚ୍ଛା ହେଲେ ଆମେ ଆସନ୍ତା ଦିନ ମାନଙ୍କରେ ଆମେ ଦେଖିବା ଯେ ପରମେଶ୍ୱରଙ୍କ ଇଚ୍ଛା କଣ, ପରମେଶ୍ୱର କଣ ଇଚ୍ଛା କରୁଛନ୍ତି, ଆମେ ସେ ବିଷୟରେ ମଧ୍ୟ ଆମେ ମେସେଜ ଶୁଣିବା। ଆମେ ଏଇ ଯୋଉ କ୍ୟାଟାଗୋରୀର ଲୋକମାନଙ୍କୁ ପରମେଶ୍ୱର କହିଲେ ଏମାନେ ଭିତରେ ପ୍ରବେଶ କରିବେ ନାହିଁ। ଦେଖନ୍ତୁ ଏ ପ୍ରଭୁ କେତେ ବୁଝଉଛନ୍ତି, ଏମିତି ପ୍ରେମିକ ପରମେଶ୍ୱର, ସେ ତାହାକୁ 28 ପଦ, ସେଥିରେ ସେ ରାଗି ଯାଇ ଭିତରକୁ ଯିବା ପାଇଁ ମଙ୍ଗିଲା ନାହିଁ। ମଙ୍ଗିଲା ନାହିଁ ସେ, ମୁଁ ଭିତରକୁ ଯିବି ନାହିଁ। ସେତେବେଳେ ଦେଖାଯାଉଛି କିନ୍ତୁ ତାହାର ପିତା ବାହାରକୁ ଆସି ତାହାକୁ ବହୁତ ବୁଝେଇବାକୁ ଲାଗିଲେ। ଦେଖନ୍ତୁ, ହ୍ୱାଟ ଏ ୱଣ୍ଡରଫୁଲ ଗଡ୍। ସାନ ପୁଅ ବାହାରେ ଯାଇଛି, ସେ ସାନ ପୁଅକୁ ଗ୍ରହଣ କରିବା ପାଇଁ ଧାଇଁ ଧାଇଁ ଯାଇକିନା ତାଙ୍କୁ ପାଛୋଟିକିନା ଧରିକିନା ଘରକୁ ପଳେଇ ଆସୁଛନ୍ତି, ଆଉ ବଡ ପୁଅକୁ ମଧ୍ୟ ବୁଝାଉଛନ୍ତି, ବୁଝେଇବା ପାଇଁ ବାହାରକୁ ଆସୁଛନ୍ତି। ସ୍ୱର୍ଗ ଛାଡି ଆମକୁ ବୁଝେଇବା ପାଇଁ ଆସିଲେ, ଆମକୁ ଶିଖେଇବା ପାଇଁ ଆସିଲେ। ଆଜି ଆମମାନଙ୍କ ପାଖରେ ସୁଯୋଗ, ଆମ ଭିତରେ ଥିବା ଲୋକ କି ବାହାରେ ଥିବା ଲୋକ। ବଡ ପୁଅ ମାନେ ଭିତରକୁ ଯାଇପାରୁନାହାନ୍ତି। ଯୀଶୁ କହିଲେ ଆଗ ଲୋକ ପଛ ହେବେ। କେତେ ଜଣ କହିବେ ଆଜ୍ଞା ଆଗ ଲୋକ ପଛ ହେବେ, ଆଜ୍ଞା ବାକ୍ୟ ମାନୁଛୁ ଆଜ୍ଞା। ହଁ, ସେମିତି ନାହିଁ, ଆମକୁ ସୁଧୁରିବାର ଅଛି, ଆମକୁ ଆମ ଜୀବନକୁ ସଜାଡିବାକୁ ପଡିବ। ପ୍ରିୟମାନେ, ଆମମାନେ ଆଗମନ ପାଇଁ ପ୍ରସ୍ତୁତ ହଉଛୁ। ଆମମାନେ ବାହାରେ ରହିବା ଲୋକ ନାହିଁ, ଆମେ ଆମେ ଭିତରେ ରହିବା ଲୋକ। ଆମେ ପରମେଶ୍ୱରଙ୍କ ନିଜସ୍ୱ ପ୍ରଜା, ତାଙ୍କର ନିଜର ଲୋକ, ତାଙ୍କ ପରିବାର ଭୁକ୍ତ ଆମେ ଅଟୁ। ଆମେ ଆମେ ଯଦି ବାହାରେ ରହିବା ଅବସ୍ଥା କଣ ହେବ?
ପ୍ରଭୁ ଆମମାନଙ୍କୁ ଦୟା ଅନୁଗ୍ରହ କରନ୍ତୁ। ବୁଝେଇଲା ପରେ ମଧ୍ୟ ସେ କେମିତି ମାତ୍ର ସେ ପିତାଙ୍କୁ ଉତ୍ତର ଦେଲା, ଦେଖ ଏତେ ବର୍ଷ ହେଲା ମୁଁ ତୁମକୁ ତୁମର ଗୋଲାମ ପରି ଖଟି ଆସିଛି, ପୁଣି କେବେ ହେଲେ ତୁମର ଆଜ୍ଞା ଲଙ୍ଘନ କରିନାହିଁ। ଦେଖନ୍ତୁ, ମୁଁ ତୁମର ଗୋଲାମ ପରି ଖଟିଛି, ତୁମର ଗୋଟେ ମଧ୍ୟ ଆଜ୍ଞାକୁ ଅମାନ୍ୟ କରିନାହିଁ, ତଥାପି ମୋର ବନ୍ଧୁମାନଙ୍କ ସହିତ ଉତ୍ସବ କରିବାକୁ ତୁମେ ମତେ କେବେ ହେଲେ ଛେଳି ଛୁଆଟିଏ ସୁଦ୍ଧା ଦେଇନ। ତୁମେ ମତେ କିଛି ଦେଇନ ପ୍ରଭୁ, ଗୋଲାମ ପରି ମୁଁ ଘଟିଛି, କେତେ କଷ୍ଟ। ଦେଖନ୍ତୁ, ପ୍ରଭୁଙ୍କ ପାଖରେ ଥିବା ଲୋକଙ୍କର ପ୍ରଭୁଙ୍କୁ କେମିତି ଅଭିଷେକ, ଏଇଟା ଦୁଃଖ ଲାଗେ। ପରମେଶ୍ୱରଙ୍କ ଅଭିଷେକ, ଗୋଲାମ ପରି ତୁମର ଘଟିଛି। ମାନେ ରାତି ଦିନ ଏକ କରିକିନା ଆମେ ଜୁମ୍ ଅନଲାଇନ ସେବା କାର୍ଯ୍ୟରେ ଆମେ କରୁଛୁ, ଆମେ ଗୋଲାମ ପରି ଖଟୁଛୁ, ଏଇଟା ଆମର ସୌଭାଗ୍ୟ। ଆମ ପରି ଗୋଟେ ଫୋଟା ଶିକାକୁ ପରମେଶ୍ୱର ଡାକିକିନା ଆଜି ମୁଖରେ ବାକ୍ୟ ଦେଇକିନା ଆମକୁ ବ୍ୟବହାର କଲେ, ଆମର ବାକ୍ୟ 10 ଲୋକ ଶୁଣୁଛନ୍ତି, ଏଇଟା ଆମ ପାଇଁ ଗୋଟେ ସୌଭାଗ୍ୟର ବିଷୟ। ଆମେ ଗୋଲାମ ପରି ଆମେ ଖଟୁନାହୁଁ, ଆମେ ଗୋଲାମ ପରି ଖଟୁଛୁ। ସେ କାଲିର ପିଲାକୁ ତୁମେ ଏତେ ବଡ କରିଦେଲ, ତାର ମିନିଷ୍ଟ୍ରି ବଢିଗଲା, ତାର ଚର୍ଚ୍ଚରେ ହଜାର ହଜାର ଲୋକ ଯାଉଛନ୍ତି, ଆମ ପାଖରେ କିଛି ନାହିଁ, କି ପ୍ରଭୁ ତୁମେ ଅଟ ବୋଲା ପରି ଲୋକମାନଙ୍କର କଥାବାର୍ତ୍ତା ଥିବ। ଆମେ ସେଇ ପ୍ରକାର ମନୋଭାବ ରଖିବାନି। ପ୍ରଭୁଙ୍କ ପାଖରେ ଅଛି ସିନା ଏ ବଡ ପୁଅ ପରମେଶ୍ୱରଙ୍କୁ କେମିତି କଥାବାର୍ତ୍ତା ହଉଛି, ବାପାଙ୍କ ସହିତ କେମିତି କଥାବାର୍ତ୍ତା ହଉଛି। ଆଜି ଆମର କଥାବାର୍ତ୍ତାକୁ ଆମେ ଚେଞ୍ଜ କରିବା, କାହିଁକି? ବାପାଙ୍କ ପାଖରେ ଅଛି ସିନା ବାପାଙ୍କୁ ଚିହ୍ନି ନାହିଁ, ସେଇଟା ହେଲା ଦୁଃଖର ବିଷୟ। ପିତାଙ୍କ ପାଖରେ ଅଛନ୍ତି ସିନା ପିତାଙ୍କୁ ଜାଣିନାହାନ୍ତି। ତାପରେ ସେ କହୁଛନ୍ତି, କିନ୍ତୁ ତୁମ୍ଭର ଏହି ଯୋଉ ପୁଅ ବେଶ୍ୟା ମାନଙ୍କ ସହିତ ତୁମର ସର୍ବସ୍ୱ ଖାଇ ଉଡେଇ ଦେଇଅଛି। ସେ ସବୁ ଖବର ରଖିଛି। ଏ ଯାଉଛି ସାନ ପୁଅ କେମିତି ପଇସା ଉଡଉଛି, କାହା ସହିତ କେମିତି ବୁଲୁଛି, ଏ ସବୁ ଖବର ସେ ରଖିଛି, ମାତ୍ର କେବେ ବୁଝେଇବାକୁ ଯାଇନାହିଁ। କାହିଁକି ରେ, ବୁଝିଯା, ପ୍ରଭୁଙ୍କର ଲୋକ ହେଇଛୁ, ପ୍ରଭୁଙ୍କ ବାଟକୁ ତୁ ଫେରିକିନା ପଳେୟା, ସେଇଟା ସେ ବୁଝେଇବା ପାଇଁ କେବେ ହେଲେ ମଧ୍ୟ ଯାଇନାହିଁ। ହେଲେ କହୁଛି, ତୁମର ସର୍ବସ୍ୱ ଖାଇ ଉଡେଇ ଦେଇଅଛି। ଯେତେବେଳେ ସେ ଆସିଲା, ସେତେବେଳେ ତୁମେ ତାହା ପାଇଁ ମୋଟା ବାଛୁରୀଟିଏ ମାରିଲ। ସେଥିରେ ସେ ତାହାକୁ କହିଲେ, ପୁଅରେ, ତୁ ତ ସବୁବେଳେ ମୋ ସାଙ୍ଗରେ ଅଛୁ, ଆଉ ଯାହା ସବୁ ମୋର ସେଇ ସବୁ ତୋର। କିନ୍ତୁ ଏହି ଯେ ତୋର ଭାଇଟି ମୃତ ହୋଇଥିଲା, ପୁନର୍ବାର ବଞ୍ଚିଲା, ହଜି ଯାଇଥିଲା ଆଉ ମିଳିଲା, ସେଥିରେ ତୁ ଉତ୍ସବ ଆନନ୍ଦ କରିବାର ଉଚିତ ଥିଲା। ଆପଣ କୁହନ୍ତୁ, ଏ ଭାଇ ଘର ଭିତରେ ଗଲା, ଲେଖାଯାଇନି। ଏତେ ସବୁ ବୁଝେଇଲା ପରେ ମଧ୍ୟ ସେ ଘରକୁ ଯାଇନି। ଆମେ କୋଉ ଦଳର ଲୋକ ହେବାର ଅଛି? ଗୋଟେ ଦଳ ବାହାରେ ରହିବେ, ଗୋଟେ ଦଳ ଭିତରେ ଯିବେ। ଖ୍ରୀଷ୍ଟିଆନ ହେଇକିନା ମଧ୍ୟ ଆମେ କେଉଁ ଦଳରେ ଆମେ ଅଛୁ? ଆମେ ଭିତରେ ଯିବା ଦଳରେ ଅଛୁ କି ବାହାରେ ଥିବା ଦଳରେ ଅଛୁ? ଏମାନଙ୍କୁ କନ୍ୟା, ସୁବୁଦ୍ଧି କନ୍ୟା, କନ୍ୟା ମାନେ ଭର୍ଜିନ, ଜଗତ ସହିତ ସେମାନଙ୍କର କିଛି ନାହିଁ, ନା ଫିଲିଂ, ନା ବୟଫ୍ରେଣ୍ଡ, ନା ଗର୍ଲଫ୍ରେଣ୍ଡ, ନା କୌଣସି ପ୍ରକାର ଖରାପ କିଛି ନାହିଁ। ମାତ୍ର କଣ, ପିତାଙ୍କର ସହିତ ସମ୍ପର୍କ ନାହିଁ, ବ୍ୟକ୍ତିଗତ ସମୟ ପ୍ରଭୁଙ୍କ ସହିତ ବିତାଉ ନାହାନ୍ତି। ଆଜି ପ୍ରଭୁ ଆମମାନଙ୍କ ସହିତ ପୁନର୍ବାର ସେ କଥାବାର୍ତ୍ତା ହଉଛନ୍ତି ତାର ବାକ୍ୟ ଦ୍ଵାରା। ଆଜି ଆମକୁ ପ୍ରଭୁଙ୍କର ସ୍ୱର ଆମକୁ ଶୁଣା ଯାଉଛି। ପ୍ରିୟମାନେ, ବାହାରେ ରହିବା ଲୋକ ନାହୁଁ। ଯଦି ଆମେ ବାହାରେ ରହିବା, କଣ ଅଛି? ବାହାର ଅନ୍ଧକାର, ଦନ୍ତର କିଳିମିଳି, ଅଗ୍ନିମୟ ହ୍ରଦ, ଅନନ୍ତକାଳୀନ ଯନ୍ତ୍ରଣା। ସେଥି ନିମନ୍ତେ ପ୍ରଭୁ ଆମକୁ ଡାକି ନାହାନ୍ତି। ଅନନ୍ତ ସୁଖ ଭୋଗ, ପିତାଙ୍କ ସହିତ ରହିବା, ଗୌରବର ଶରୀର ଓ ସେ ଗୌରବର ଅମ୍ଳାନ ମୁକୁଟ, ସେଇ ନୂତନ ଜେରୁସାଲମ, ଏଇ ସେଇ ଗୌରବ 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 ପାଇଁ ଆମକୁ ଡାକିଛନ୍ତି। ଆଜି ଆମେ ଖ୍ରୀଷ୍ଟିଆନ ଭାବରେ ଯଦି ଆମେ ନିର୍ବୁଦ୍ଧି ପରି ଜୀବନ ଯାପନ କରୁଛୁ, ନିଜ ଇଚ୍ଛା ଅନୁସାରେ ଜୀବନ ଯାପନ କରୁଛୁ, ବଡ ପୁଅଙ୍କ ପରି ଜୀବନ ଯାପନ କରୁଛୁ, ତାହେଲେ ଆମେ ବାହାରେ ରହିବା। ଆସନ୍ତୁ ଆମେ ଭିତରେ ରହିବା ଲୋକ ହେବା। ପରମେଶ୍ୱରଙ୍କର ପାଖକୁ ଯିବା ଆଉ କହିବା, ପ୍ରଭୁ, ମୁଁ ବାହାରେ ରହିବା ପାଇଁ ଚାହେଁନି, ମୁଁ ଭିତରେ ରହିବା ପାଇଁ ଚାହେଁ, ତୁମ ସମ୍ମୁଖରେ ରହିବା ପାଇଁ ଚାହେଁ, ଅନନ୍ତ କାଳ ସ୍ୱର୍ଗରେ ରହିବା ପାଇଁ ଚାହେଁ, ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବା ପାଇଁ ଚାହେଁ। ଆସନ୍ତୁ ଆମେ ସେ ସୁବୁଦ୍ଧି କନ୍ୟା ସହିତ ଏକ୍ସଟ୍ରା ପ୍ରିପାରେସନ ଆମକୁ ହେବାର ଅଛି।
आमे केवल वाक्य शुणिबा ताहा नुहे, वाक्य को आमे मानिबा लोक परि हेबार अछि। से सान पुओ परि आमे अनुताप करी पितांक निकटकू आमे फेरी आसीबार रहिछि। ताहा हेले आमे भितरे रहिबु, नहेले आमे बाहरे रहिजिबु। आमे प्रभु आमान को पुनर्बार तांग वाक्य द्वारा कथाबार्ता हेचंती। प्रिय माने आसंतु प्रार्थना करिबा पई जिबा। पवित्र प्रेममय पिता, मु तुमको गौरव दिए, महिमा करे, तुम नाम स्तुति करे, वंदना करे, पूजा करे, आराधना करे, कारण तुम्हें महान अट, पवित्र अट, आश्चर्य कर्म करने परमेश्वर तुम्हें अट। प्रभु आमको बाहर रहिबा पाए डाकिन, बाहर रहिबा पाए मनित करिना, आमको एथिपाए मनित करिछ भितरे रही। पिता मु प्रार्थना करे, प्रार्थना करे, प्रार्थना करे, आमाने केही मध्य बाहरे से अंधकार, से दंतर खिड़िमिड़ी से अनंतकालीन जंत्रणा, से अग्निमय हृद से आमे आसीना प्रभु। अनंतकालीन स्वर्ग रे तुम सहित पितांक सहित रहिबा पाए आमे आसीचु प्रभु। धन्यवाद, धन्यवाद, धन्यवाद प्रभु। तुमे आमको बाहर रखिबा परमेश्वर नाहो, भितरे नेबा परमेश्वर। सेदि पाए प्रभु आसी तुमे आम सहित कथाबार्ता हेलो। से दिन नहंक जहाज 8 पानी गले आ बाकी सब बाहर रही गले, तुमे कहलो सेमानकर अबाध्यता सहित सेमान रही गले। प्रभु आज प्रार्थना करूछु, दया करो, अनुग्रह करो, आमाने जे प्रकार भितरे रही परिबु साहाय्य करो। पुनर्बार जूम सेवा कार्य निमंते धन्यवाद। वाक्य द्वारा आम सहित कथाबार्ता हेतु धन्यवाद। जूम रो प्रत्येक सदस्य को तुम आशीर्वाद करो और तुम सेवा कार्य पाई और अधिक व्यवहार करो। प्रार्थना प्रिय प्रभु यीशु नाम रे मांगुछु, आमीन, आमीन।